ଏହା ହେଉଛି ଜଣେ କୃଷକର କାହାଣୀ, ଯିଏ ବହୁତ ପରିଶ୍ରମୀ ଥିଲା। ସେ କ୍ଷେତରେ ଶସ୍ୟ ବଢ଼ାଇବା ଏବଂ ସେମାନଙ୍କର ଯତ୍ନ ନେବା ପାଇଁ କଠିନ ପରିଶ୍ରମ କରୁଥିଲା, କିନ୍ତୁ ପ୍ରାୟତଃ ତାଙ୍କର ଫସଲ ବିଫଳ ହୋଇଥାଏ। ଗୋଟିଏ କାରଣରୁ କିମ୍ବା ଅନ୍ୟ କାରଣରୁ ତାଙ୍କର ଫସଲ ସବୁବେଳେ ନଷ୍ଟ ହୋଇଯାଏ। ବେଳେବେଳେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୁଏ, ବେଳେବେଳେ ଏକ ବନ୍ୟା ଆସେ କିମ୍ବା ବେଳେବେଳେ ପ୍ରବଳ ସୂର୍ଯ୍ୟକିରଣ ଏବଂ ବେଳେବେଳେ ତୁଫାନ ସୃଷ୍ଟି ହୁଏ। କୌଣସି କାରଣରୁ କିମ୍ବା ଅନ୍ୟ କାରଣରୁ ତାଙ୍କର ଫସଲ ନଷ୍ଟ ହୋଇଯାଏ। ଗୋଟିଏ ଦିନ ଦୁହେଁ ଏକ ଗଛ ତଳେ ବସି ସେମାନଙ୍କର ନଷ୍ଟ ହୋଇଥିବା ଫସଲକୁ ଦେଖୁଥିଲେ ଏବଂ ତାପରେ ସେ କ୍ରୋଧିତ ଭାବରେ ଆକାଶକୁ ଚାହିଁ ଈଶ୍ୱରଙ୍କୁ କହିଲେ, ପ୍ରଭୁ, ତୁମକୁ ସମସ୍ତେ ବହୁତ ମହାନ ଏବଂ ଜ୍ଞାନୀ ମନେ କରନ୍ତି। କୁହନ୍ତି ତୁମେ ସବୁ ଜାଣ, କିନ୍ତୁ ମୋତେ ଲାଗୁଛି ଯେ ତୁମେ କିଛି ଜାଣିନାହିଁ। ମୋତେ ଲାଗେ କି ତୁମକୁ ତ ଏତିକି ବି ଜଣା ନଥିବ। ଯଦି ଆପଣ ଏହା ଜାଣିଥାନ୍ତେ, ତେବେ ପ୍ରତ୍ୟେକ ଥର ଆସୁଥିବା ବନ୍ୟା, ବାତ୍ୟା, ମରୁଡ଼ି କେବେ ଆସିନଥାନ୍ତା। ଯଦି ମୋର ଇଚ୍ଛା ଅନୁସାରେ ପାଗ ଘଟାଇବାକୁ ମୋର ଶକ୍ତି ଥାନ୍ତା, ତେବେ ତୁମେ ଦେଖିବ ମୁଁ ଫସଲକୁ କେତେ ଭଲ ଭାବରେ ଅମଳ କରିବି। ତାପରେ ଉପରୁ ଏକ ସ୍ୱର ଆସିଲା, ଏଠାରେ ମୁଁ ତୁମକୁ ଏହି ଶକ୍ତି ଦେଉଛି ଯେ ଆଜିଠାରୁ ତୁମେ ଯାହା ଚାହିଁବ ତାହା କରି ତୁମର ଫସଲକୁ ଅମଳ କରିପାରିବ ଏବଂ ତୁମର ଫସଲକୁ ସୁରକ୍ଷା ଦେଇପାରିବ। ଦିନେ କି 2 ଦିନ ବିତାଇବା ପରେ ଚାଷୀ ଜଣକ ପୁନର୍ବାର ନିଜ କ୍ଷେତରେ ଗହମ ଫସଲ ଅମଳ କଲା। ବର୍ତ୍ତମାନ ଚାଷୀଙ୍କ ପାଖରେ ଶକ୍ତି ଅଛି। ସେ ନିଜ ଇଚ୍ଛା ଅନୁଯାୟୀ ପାଗକୁ ନିୟନ୍ତ୍ରଣ କରିପାରିବ। କୃଷକ ତାଙ୍କ ଫସଲକୁ ନଷ୍ଟ ହେବାରୁ ରକ୍ଷା କଲା ଏବଂ ସେହି ବର୍ଷ ତାଙ୍କ କ୍ଷେତରେ ଏକ ଅମଳ ହେଲା ଯାହା ପୂର୍ବରୁ କେବେ ହୋଇନଥିଲା। କୃଷକ ତାଙ୍କ ମନରେ ବହୁତ ଖୁସି ଅନୁଭବ କରୁଥିଲେ ଏବଂ ସେହି ସମୟରେ ସେ ମଧ୍ୟ ଭାବୁଥିଲେ ଯେ ସେ ଈଶ୍ୱରଙ୍କୁ କହିବେ ଯେ ଏହାକୁ ଶକ୍ତିର ଉପଯୁକ୍ତ ବ୍ୟବହାର କୁହାଯାଏ। ଆଉ କିଛି ଦିନ ପରେ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଗଲା। କୃଷକ ବହୁତ ଉତ୍ସାହର ସହିତ ଫସଲ ଅମଳ କରିବାକୁ ଲାଗିଲେ, କିନ୍ତୁ ଗହମ ଗୁଣ୍ଡ ଉପରେ ଆଖି ପଡ଼ିବା ମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେହି ଉପତ୍ୟକା ଗୁଡ଼ିକରେ ଗହମର ଶସ୍ୟ ନଥିଲା। ଗହମର ଗୋଟିଏ କାନ ଭିତରେ ଗହମର ଗୋଟିଏ ଶସ୍ୟ ନଥିଲା। ସମସ୍ତ କାନ ଭିତରୁ ଖାଲି ଥିଲା। ବର୍ତ୍ତମାନ ସେ ବହୁତ ରାଗିଗଲେ ଏବଂ ପୁନର୍ବାର ଭଗବାନଙ୍କୁ ଡାକିବା ଆରମ୍ଭ କଲେ। ସେ ଉଚ୍ଚ ସ୍ୱରରେ ପାଟି କରି କହିଲେ, ଭଗବାନ, ବୋଧହୁଏ ତୁମେ ମୋତେ କିଛି ଦଣ୍ଡ ଦେଇଛ। ତାପରେ ଉପରୁ ଏକ ସ୍ୱର ଆସିଲା ଯେ ମୁଁ ତୁମକୁ କୌଣସି ଦଣ୍ଡ ଦେଇନାହିଁ, ବରଂ ତୁମେ ଏଥିପାଇଁ ଦାୟୀ। ତୁମେ ତୁମର ଉଦ୍ଭିଦକୁ ଯୁଦ୍ଧ କରିବାର ସୁଯୋଗ ଦେଇନାହଁ, ନା ତୁମେ ସେମାନଙ୍କୁ ତାଙ୍କ ସହିତ ସଂଘର୍ଷ କରିବାକୁ ଅନୁମତି ଦେଇଛ, କିମ୍ବା ପ୍ରବଳ ବର୍ଷା ସହିବାକୁ ସେମାନଙ୍କୁ ଦେଇଛ, କିମ୍ବା ତୁମେ ସେମାନଙ୍କୁ ସୂର୍ଯ୍ୟକିରଣରେ ବୁଡ଼ିବାକୁ ଦେଇନାହଁ। ତୁମେ ସେମାନଙ୍କୁ ଗୋଟିଏ ବି ଚ୍ୟାଲେଞ୍ଜର ସାମ୍ନା କରିବାକୁ ଦେଇନାହଁ। ସେଥିପାଇଁ ସମସ୍ତ ଉଦ୍ଭିଦ ଭିତରରୁ ଖାଲି ରହିଲେ। ଏହି ଉଦ୍ଭିଦଗୁଡ଼ିକ ଯେତେବେଳେ ଝଡ଼, ପ୍ରବଳ ବର୍ଷା ଏବଂ ସୂର୍ଯ୍ୟକିରଣ ଥାଏ, ସେତେବେଳେ ସଂଘର୍ଷ କରନ୍ତି ଏବଂ ଏହି ସଂଗ୍ରାମରୁ ହିଁ ଶକ୍ତି ଉତ୍ପନ୍ନ ହୁଏ। ଯାହାର ଶକ୍ତି ଅଛି ଏବଂ ଏହି ସଂଗ୍ରାମ ମାଧ୍ୟମରେ ହିଁ ଗହମର ଏକ ଶସ୍ୟ ସୃଷ୍ଟି ହୁଏ। ତୁମେ ସେମାନଙ୍କୁ ଖରାପ ସମୟ ଦେଇ ଗତି କରିବାକୁ ଦେଇନାହଁ, ଯେଉଁଠାରେ ସେମାନଙ୍କର ଗଠନ ଥିଲା। ସମସ୍ତ କାନଫୁଲ ଖାଲି ରହିଲା କାରଣ ତୁମେ ତୁମର ଉଦ୍ଭିଦକୁ ସଂଘର୍ଷ କରାଇନଥିଲ। ବନ୍ଧୁଗଣ, ଆମ ସହିତ ମଧ୍ୟ ସମାନ ଘଟଣା ଘଟେ। ଏହି କାହାଣୀରୁ ଆମେ ଏହା ଶିଖୁ, ଖରାପ ସମୟ, ଯାହାକୁ ଲୋକମାନେ ସଂଘର୍ଷ ବୋଲି କହନ୍ତି, ଏଠାରୁ ହିଁ ଜଣେ ବ୍ୟକ୍ତି ଅଗ୍ରଗତି କରନ୍ତି। ଆପଣ ନିଶ୍ଚୟ ଜାଣିଥିବେ ଯେ ଯେତେବେଳେ ଜଣେ ନିର୍ଦ୍ଦେଶକ ଚଳଚ୍ଚିତ୍ର କରନ୍ତି, ନିର୍ଦ୍ଦେଶକ ତାଙ୍କ ଶ୍ରେଷ୍ଠ ଅଭିନେତାଙ୍କୁ ସବୁଠାରୁ କଷ୍ଟଦାୟକ ଭୂମିକା ଦିଅନ୍ତି। ତେଣୁ ଯେତେବେଳେ ବି ତୁମେ ଅନୁଭବ କରିବ ଯେ ତୁମ ଜୀବନରେ ଅସୁବିଧା ଅଛି, ବହୁତ ସମସ୍ୟା ଅଛି ଏବଂ ତୁମର ଭାଗ୍ୟ ଖରାପ, ତେବେ ଖୁସି ହୁଅ, କାରଣ ଭଗବାନ ତୁମ ଜୀବନରେ ଏହିସବୁ ସମସ୍ୟା କାହିଁକି ଦେଇଛନ୍ତି। କାରଣ ସେ ଜାଣନ୍ତି ଯେ ତୁମେ ଏସବୁକୁ ଅତିକ୍ରମ କରି ଆଗକୁ ବଢ଼ିପାରିବ। ଏବଂ କେବଳ ଏହା ବିଷୟରେ ଚିନ୍ତା କର,
ଯଦି ତୁମର ଜୀବନରେ କୌଣସି ଅସୁବିଧା ନାହିଁ, ସଂଘର୍ଷ ନାହିଁ, ତେବେ ଜୀବନରେ କୌଣସି ମଜା ନାହିଁ।